জয় জগন্নাথ দর্শক বন্ধু আজ 25 জুলাই শনিবার আজ দিনের টপ 20 গুরুত্বপূর্ণ খবর উপরে চালন্তু নজর পকাই নবা তা পূর্বରୁ ଆପଣ ଯଦି ଚ୍ୟାନେଲରେ ପ୍ରଥମ ଥର ପାଇଁ ଅଛନ୍ତି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଭିଡିଓକୁ ଗୋଟେ ଲାଇକ୍ କରି ଦିଅନ୍ତୁ ଯଦ୍ୱାରା ଏହିପରି ଭଲ ଭଲ ଭିଡିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତେବେ ଆଜିର ପ୍ରଥମ ଖବରଟି ହେଲା ପେଟ୍ରୋଲ ପରେ ଖାଇବା ତେଲ ମହଙ୍ଗା ଭାରତକୁ କାହିଁକି ଦେବାକୁ ପଡ଼ିବ 1.75 ଟ୍ରିଲିୟନ ପିଏମଙ୍କ ଅପିଲର ପଡ଼ିଲାନି ପ୍ରଭାବ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଯୋଗୁଁ ପୂର୍ବରୁ ହିଁ ସାଧାରଣ ଲୋକେ ଚିନ୍ତାରେ ଥିଲେ ଏବେ ରୋଷେଇ ଘରର ଅନ୍ୟାନ୍ୟ ସାମଗ୍ରୀର ଦାମ ମଧ୍ୟ ଆକାଶ ଛୁଆଁ ହେବାକୁ ଲାଗିଛି। ପ୍ରଥମେ କ୍ଷୀର ପରେ ପନିପରିବା ଏବଂ ଏବେ ଖାଇବା ତେଲର ଦାମ ମଧ୍ୟ ବଢି ଯାଇଛି। ଏଥିରେ ସୋରିଷ ତେଲ ଚିନାବାଦାମ ତେଲ ତିଳ ତେଲ କଞ୍ଚା ପାମ ଅଏଲ ଓ ବିନଉଲା ତେଲ ସାମିଲ ରହିଛି। ଖାଇବା ତେଲ ପ୍ରାୟ ପ୍ରତ୍ୟେକ ଘର ହୋଟେଲ ଓ ରେଷ୍ଟୁରାଣ୍ଟରେ ବହୁଳ ଭାବରେ ବ୍ୟବହାର ହୋଇଥାଏ। ବିଶେଷ କରି ପର୍ବପର୍ବାଣୀ ସମୟରେ ଏହାର ଚାହିଦା ବହୁତ ବଢି ଯାଇଥାଏ। ଏଭଳି ସ୍ଥିତିରେ ଗତ ଏକ ମାସ ହେବ ଖାଇବା ତେଲର ଦାମରେ ବେଶ ବୃଦ୍ଧି ଦେଖାଯାଉଛି। ଗତ ସପ୍ତାହରେ ଡଲର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଥିଲା। ଏହାର ପ୍ରଭାବରେ ବାହାର ଦେଶରୁ ଆମଦାନୀ କରାଯାଉଥିବା ଖାଇବା ତେଲର ଦାମ ବଢିଛି। ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଖବର ପିଏମ ସୂର୍ଯ୍ୟଘର ଯୋଜନାର ପ୍ରଚାର ପାଇଁ ପୁରୀରେ ଟିପିସିଓଡିଏଲ ସୌର ରଥର ଶୁଭାରମ୍ଭ। ରଥଯାତ୍ରା ସମୟରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ପକ୍ଷରୁ ପିଏମ ସୂର୍ଯ୍ୟଘର ମୁଫତ ବିଜଲି ଯୋଜନାର ପ୍ରଚାର ପ୍ରସାର କରିବା ଏବଂ ରୁଫଟପ୍ ସୋଲାର ଆପଣାଇବା ପାଇଁ ପରିବାର ଗୁଡ଼ିକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ସଚେତନା ଅଭିଯାନର ଶୁଭାରମ୍ଭ କରାଯାଇଛି। ଟିପିସିଓଡିଏଲ ପୁରୀ ଡିଭିଜନ କାର୍ଯ୍ୟାଳୟରୁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଟିପିସିଓଡିଏଲ ସର୍କଲ ଏବଂ ଡିଭିଜନ ନେତୃବୃନ୍ଦଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଶ୍ରୀ ନୀତିରଞ୍ଜନ ସେନ ଓଏଏସ ମ୍ୟାନେଜିଂ ଡାଇରେକ୍ଟର ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ ଦ୍ୱାରା ଏହି ଅଭିଯାନ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଥିଲା। ଏହି ପଦକ୍ଷେପର ଅଂଶ ସ୍ୱରୂପ ସିଧାସଳଖ ଉପଭୋକ୍ତା ମାନଙ୍କ ନିକଟରେ ରୁଫଟପ୍ ସୌରଶକ୍ତି ସମ୍ପର୍କରେ ସଚେତନା ପହଞ୍ଚାଇବା ପାଇଁ ସୌରରଥ ସହିତ 2 ଜଣ ଉତ୍ସର୍ଗୀକୃତ ସୋଲାର ସାଙ୍ଗ ସାମିଲ ଅଛନ୍ତି। ସେମାନେ ଲୋକମାନଙ୍କୁ ପିଏମ ସୂର୍ଯ୍ୟଘର ମୁଫତ ବିଜଲି ଯୋଜନାର ଲାଭ ରୁଫଟପ୍ ସୌରଶକ୍ତି ବ୍ୟବହାର ଦ୍ୱାରା ହେଉଥିବା ଆର୍ଥିକ ସଞ୍ଚୟ ଉପଲବ୍ଧ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବସିଡି ଯୋଗ୍ୟତା ମାପଦଣ୍ଡ ଏବଂ ପର୍ଯ୍ୟାୟକ୍ରମିକ ଆବେଦନ ପ୍ରକ୍ରିୟା ବିଷୟରେ ଲୋକଙ୍କୁ ଅବଗତ କରୁଛନ୍ତି। ଏହି ଅଭିଯାନରେ ଗୋଟିଏ 1 କିଲୋୱାଟ ୟୁଏଲ ମଡେଲ ସହିତ ବିଭିନ୍ନ ପ୍ରକାରର ରୁଫଟପ୍ ସୋଲାର ସମାଧାନକୁ ମଧ୍ୟ ପ୍ରଦର୍ଶିତ କରାଯାଉଛି ଯାହାଦ୍ୱାରା ଉପଭୋକ୍ତାମାନେ ସେମାନଙ୍କ ଘରୋଇ ଶକ୍ତି ଆବଶ୍ୟକତା ପାଇଁ ସବୁଠାରୁ ଉପଯୁକ୍ତ ବ୍ୟବସ୍ଥାକୁ ଭଲ ଭାବରେ ବୁଝିପାରିବେ ଏବଂ ଚିହ୍ନଟ କରିପାରିବେ। ଏହି ସୌରରଥ ପୁରୀ ସହର ସମେତ କୋଣାର୍କ କାକଟପୁର ନିମାପଡ଼ା ପିପିଲି ସାକ୍ଷୀଗୋପାଳ ଚନ୍ଦନପୁର ଏବଂ ବ୍ରହ୍ମଗିରି ଭଳି ଜିଲ୍ଲାର ପ୍ରମୁଖ ସ୍ଥାନଗୁଡ଼ିକ ପରିକ୍ରମା କରୁଛି। ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଖବର ହୃଦୟ ବିଦାରକ ଘଟଣା ବାପାଙ୍କ ଶ୍ରାଦ୍ଧ ବାର୍ଷିକୀରେ ପୁଅ ମୃତ ମା ପିଇଦେଲେ ବିଷ। ହୃଦୟ ବିଦାରକ ଘଟଣା ମୋବାଇଲ ପାଇଁ ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବିଷ ପିଇ ଦେଇ ଚାଲିଗଲା ପୁଅ। ଏକଥା ଜାଣିବା ପରେ ନିଜକୁ ସମ୍ଭାଳି ପାରିଲେ ନାହିଁ ମା ସେ ମଧ୍ୟ ବିଷ ପିଇଦେଲେ। ଏବେ ସେ ଜୀବନ ସହ ସଂଘର୍ଷ କରୁଛନ୍ତି ମେଡିକାଲ ବେଡରେ। ଏହି ହୃଦୟ ବିଦାରକ ଘଟଣା କଟକ ଜିଲ୍ଲା ଜଗତପୁର ଥାନା ଅଞ୍ଚଳରେ ଘଟିଛି। ଜଗତପୁର ଥାନା ହାତୀଖଣା ଗାଁର ସ୍ୱର୍ଗତ ସୁଭାଷ ଚନ୍ଦ୍ର ସାହୁଙ୍କ ପୁଅ ହେଉଛନ୍ତି ଆୟୁଷ୍ମାନ ସାହୁ ଓର୍ଫ ସୋନୁ। ସେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର 10ମ ଶ୍ରେଣୀରେ ପଢ଼ନ୍ତି। ପାଠପଢ଼ା ସହିତ ସେ ଜଣେ ପ୍ରତିଭାବାନ ନୃତ୍ୟଶିଳ୍ପୀ ମଧ୍ୟ ଥିଲେ। ନିକଟରେ ସେ ଏକ ଟିଭି ଚ୍ୟାନେଲ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇ କନିଷ୍ଠ ବର୍ଗର ପୁରସ୍କୃତ ହୋଇଛନ୍ତି।